ଦେଖନ୍ତୁ ସମସ୍ୟା ତ ଅନେକ ଅଛି ବ୍ଲକରେ ବର୍ତ୍ତମାନ ଅବ୍ୟବସ୍ଥା ପାଖାପାଖି ନୂତନ ଗଭର୍ଣ୍ଣମେଣ୍ଟ ଆସିଲା ଦିନ ଠାରୁ 2 ବର୍ଷ ପାଖାପାଖି ହେଇଯିବ। ଏଠି ତ ବ୍ଲକରେ କୋଉଭଳି ଭାବେ ଚାଲିଛି ଆପଣମାନେ ଜାଣିଥିବେ। ସମସ୍ତ ଜନପ୍ରତିନିଧି ପ୍ରାୟ ସରପଞ୍ଚ ସମିତି ମାନେ ସମସ୍ତେ ଆସେ, ଯେଉଁମାନେ ମଧ୍ୟ ସର୍ବ ଦଳ ନିର୍ବିଶେଷରେ ସମସ୍ତଙ୍କର ଅଭିଯୋଗ ଗୋଟିଏ ଯେ ବ୍ଲକରେ କୌଣସି କାମ ହେଉନାହିଁ। ଲୋକଙ୍କ ପାଇଁ ଆମେ ଆସିଥିଲୁ। ଦେଖନ୍ତୁ ଆଜି ବିଜୁ ଜନତା ଦଳ ସମସ୍ତ ସଦସ୍ୟ ତଥା ଆମର ପୂର୍ବତନ विधायिका मंजुला ଏବଂ ତାଙ୍କ ସହିତ ଆମର ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ଆହ୍ୱାନ କ୍ରମେ ଆଜି ସମସ୍ତ ସରପଞ୍ଚ ସମିତି ସଭ୍ୟ ଏବଂ ଦଳର ନେତୃବୃନ୍ଦ ଆଜି ଉପସ୍ଥିତ ରହି ବିଡିଓ ସାରଙ୍କ ସହିତ ବହୁତ ସମୟ ଅଧଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଆମେ ବ୍ଲକର ସାମୂହିକ ସମସ୍ୟା ଉପରେ ଆଲୋଚନା କରୁଛୁ। ଦେଖନ୍ତୁ ବିଲ୍ ତ ଅଟକା ଯାଉଛି, ବିଲ୍ ଅଟକା ଯାଉଛି ସେ ଉପରେ ଆମେ ବିଶେଷ କରି ବିଲ୍ ଉପରେ ଆମର କିଛି କହିବାର ନାହିଁ। ବିଲ୍ ଅଟକାଯାଉ, ବିଲ୍ ତ ତଦନ୍ତ ହେବ, ତଦନ୍ତ କରିବେ, ଭିଡ଼ିଓ ନିହାତି ଭାବେ ତାକୁ ଦେଖିବେ, ଯେଇ ଦେଖିବେ ତାକୁ ବିଲ୍ କରିବେ, ସେ ଉପରେ କହିବାର ନାହିଁ। କିନ୍ତୁ ଆମର କହିବାର ମୁଖ୍ୟ କଥା ଆଜ୍ଞା, ଯେଉଁ ଗାଁ ଗହଳିର ସାଧାରଣ ଲୋକମାନେ ଅଛନ୍ତି ସେମାନଙ୍କର ଯେଉଁ ମୌଳିକ ସୁବିଧା ଅଛି ଆଜି ଦେଖନ୍ତୁ ଆଜ୍ଞା, ପ୍ରାୟ ବହୁତ ଗାଁରେ ଅଛି ଆଜି ପାଣିର ସମସ୍ୟା କେଉଁଭଳି ଭାବେ ଅଛି। ଯେଉଁ ଯେତେ ବି ଆମେ କମ୍ପ୍ଲେନ୍ କଲେ କାହିଁକି ନା ଏଠି ସ୍ଥାୟୀ ଭିଡ଼ିଓ ନିଯୁକ୍ତି ନାହିଁ, କେଉଁ ଅଫିସର କାହାରି କଥା ଏଠି ଶୁଣୁନାହାନ୍ତି। ଯିଏ ଯାହା କହିବ ଇଏ ଆଙ୍କୁ ଦେଖାଉଛି ସେ ତାଙ୍କୁ ଦେଖାଉଛନ୍ତି। ଏବେ ଆଜି ଦେଖନ୍ତୁ ପ୍ରତି ପଞ୍ଚାୟତରେ ପାଖାପାଖି 150ରୁ 200 ପାଖାପାଖି ଆପଣ ଯେଉଁ ପଞ୍ଚାୟତ ଆପଣ ଅନଲାଇନ୍ ଥରେ ଆପଣ ମାଗନ୍ତୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା କିମ୍ବା ଆମର ଯେଉଁମାନେ ଅଛି ହ୍ୟାଣ୍ଡିକ୍ୟାପ୍ଟ ଏଭଳି ଭାବେ ହଜାର ହଜାର ଆପ୍ଲିକେସନ୍ ଏଠି ପଡ଼ି ରହିଛି। କାହାର ମଧ୍ୟ ସମସ୍ୟାର ସମାଧାନ କରାଯାଉନି। ଆଉ ଯେଉଁ ଡେଥ୍ ଭ୍ୟାକେନ୍ସି ମଧ୍ୟ ଦେଉଛନ୍ତି ସେଥିରୁ କ'ଣ କରୁଛନ୍ତି ଏଠି କାହାରି କଥାରେ ସେଗୁଡ଼ାକ ହେଉଛି ଆମେ ତ ଜାଣିନୁ। କିନ୍ତୁ ଦେଖନ୍ତୁ ଯେଉଁମାନେ 2 ବର୍ଷ ହେବ ଅନଲାଇନ୍ କରିକି ଅଛନ୍ତି କିମ୍ବା ସେମାନଙ୍କୁ ଆଜି 70 ବର୍ଷ 75 ବର୍ଷ ସେଇ ଆଧାରରେ ମଧ୍ୟ ଦିଅନ୍ତୁ। କିନ୍ତୁ ଯେଉଁମାନେ ଏବେ 10 ଦିନ ହେଲା ଆପ୍ଲିକେଣ୍ଟ ଥିବେ ସେମାନଙ୍କୁ ଭତ୍ତା ଦେଇ ଦିଆଯାଉଛି। ସେଟା ମଧ୍ୟ ଯେଉଁ ଡେଥ୍ ଭ୍ୟାକେନ୍ସି 5ଟା 6ଟା ଲେଖେ। ହଁ, ହରିଶ୍ଚନ୍ଦ୍ର ଯୋଜନା ତ ବିଲକୁଲ ମିଳୁନି ଆଜିକି 1.5 ବର୍ଷ ପାଖାପାଖି। ମୋ ପଞ୍ଚାୟତରେ ପାଖାପାଖି 30ରୁ ଉର୍ଦ୍ଧ୍ୱ ଏବେ ପର୍ଯ୍ୟନ୍ତ ପେଣ୍ଡିଂ ଅଛି। ଅନଲାଇନ୍ କରିକି ରଖିଛୁ କିନ୍ତୁ ସେମାନଙ୍କୁ ପଇସା ଆସୁନି। ଦ୍ୱିତୀୟ କଥା ହେଲା ଆପଣ କହିଲେ ବାର୍ଦ୍ଧକ୍ୟ ଭତ୍ତା, ଏବେ ବି ମାଆ ମାନେ ଗତକାଲି ମୋତେ ଆସିକି ଦେଖା କରିଥିଲେ। ଯେଉଁମାନେ ରାଜ୍ୟ ସରକାର ତରଫରୁ ଯେଉଁ ପେନସନ୍ଟି ପାଉଛନ୍ତି ସେମାନେ ପାଇଛନ୍ତି, କିନ୍ତୁ କେନ୍ଦ୍ର ସରକାର ଯେଉଁ ପେନସନ୍ ଦେଉଛନ୍ତି ଯେଉଁଗୁଡ଼ାକ ଅନଲାଇନ୍ ମାଧ୍ୟମରେ ଆକାଉଣ୍ଟ କରୁଛି ସେ ପଇସା 2 ମାସରୁ ଉର୍ଦ୍ଧ୍ୱ ହୋଇଗଲା, ସେମାନଙ୍କୁ ପଇସା ପାଇନାହାନ୍ତି। ସେମାନେ 1000 ଟଙ୍କା ପାଇଲେ କିମ୍ବା କେହି 35 ଟଙ୍କା ପାଇଲେ, 3500 ଟଙ୍କା ପାଇଲେ ସେମାନେ ମେଡ଼ିସିନ ଖର୍ଚ୍ଚ, ସେମାନଙ୍କର ନୀତିଦିନିଆ ଖର୍ଚ୍ଚ ଅଛି, କିନ୍ତୁ ସେମାନେ ପଇସା ପାଉନି। ହାହାକାର ଲୋକ ହେଉଛନ୍ତି। ଗାଁରେ ପାଣି ନାହିଁ, ବିନା ଖାଲି ଡିମ୍ ଡିମ୍ ପଡ଼ୁଛନ୍ତି। ଆମେ ବିକାଶ କରୁଛୁ, ବିକାଶ କ'ଣ ବିକାଶ କରୁଛନ୍ତି? ଥରେ ବ୍ଲକକୁ ଆସି ଦେଖନ୍ତୁ, ଥରେ ଏଠି ବସନ୍ତୁ, ଆମେ ବସିବା ଆପଣ ବସିବେ, ଆମେ ଯୁକ୍ତି କରିବା, ଲୋକଙ୍କ ସହିତ ଆଲୋଚନା କରିବା। ଲୋକ ଆପଣଙ୍କୁ ପଚାରିବେ, ଆପଣଙ୍କ ଲୋକ ଜନପ୍ରତିନିଧି ଫୋନ୍ ଉଠୁନାହାନ୍ତି, ଆପଣ କ'ଣ ବିକାଶ କରିବେ? ଦେଖନ୍ତୁ ବିଡ଼ିଓ ତାଙ୍କର ପ୍ରତିଶ୍ରୁତି ଦେଇଛନ୍ତି ଯେ ଆଗାମୀ 15 ଦିନ ଭିତରେ ମୁଁ ସମସ୍ତ ଷ୍ଟାଫ୍କୁ ଡାକି ଆଲୋଚନା କରି କେମିତି ଲୋକମାନେ ତାର ମୌଳିକ ସୁବିଧା ପାଇପାରିବେ ତାପରେ ସେ ପ୍ରତିଶ୍ରୁତି ଦେଇଛନ୍ତି। ଦେଖାଯାଉ 15 ଦିନ ଭିତରେ ଆମେ ବି କହିଦେଇଛୁ ଯଦି 15 ଦିନ ଭିତରେ ଆପଣ ଆସୁ ସମାଧାନ ନ କରନ୍ତି ନିଶ୍ଚିତ ଭାବେ ଆମେ ଆସ୍କା ବିଜୁ ଜନତା ଦଳ ତରଫରୁ ବ୍ଲକ ଆକାରରେ ଆମେ ଶାନ୍ତିପୂର୍ଣ୍ଣ ଧାରଣା ଦେବୁ।